ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ନମସ୍କାର ଜଣାଇ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଆପଣ ନିୟମିତ ଏ କାର୍ଯ୍ୟକ୍ରମ ଦେଖୁଛନ୍ତି ଓ ଆପଣଙ୍କ ମଧ୍ୟରୁ ଅନେକ ଆମ ସହିତ ଫୋନରେ ଯୋଗାଯୋଗ ଜାରି ରଖିଛନ୍ତି। ସେଥିପାଇଁ ଆପଣମାନଙ୍କୁ ବିଶେଷ ଧନ୍ୟବାଦ ଜଣାଏ। ମୁଁ ପ୍ରାର୍ଥନା କରେ କି ଆପଣମାନେ ଈଶ୍ୱରଙ୍କ ଅନୁଗ୍ରହରୁ ଭଲରେ ଥିବେ ଏବଂ ନିଷ୍ଠାର ସହିତ ପବିତ୍ର ଶାସ୍ତ୍ର ପଠନ ଓ ଧ୍ୟାନ ଜାରି ରଖିଥିବେ। ଆମେ ଆଦି ପୁସ୍ତକର ଅଧ୍ୟୟନରେ ଆଗକୁ ବଢ଼ୁଛୁ ଏବଂ ଜଳ ପ୍ଲାବନ ସହିତ ଜଡ଼ିତ ଘଟଣା ଗୁଡ଼ିକ ଉପରେ ଆମର ଆଲୋଚନା ଜାରି ରଖିଛୁ। ଗତ ଅଧ୍ୟାୟରେ ଆମେ ନୋହଙ୍କ ସହିତ ଈଶ୍ୱରଙ୍କ ନିୟମ ବିଷୟରେ ଶିଖିଥିଲୁ। ଏପରି ଏକ ନିୟମ ଯାହା ସମଗ୍ର ମାନବ ଜାତି ପାଇଁ ମୌଳିକ ନୀତି ସ୍ଥାପନ କରିଥିଲା। ଈଶ୍ୱର ମାନବ ଶାସନ ବ୍ୟବସ୍ଥା ପ୍ରତିଷ୍ଠା କଲେ ଏବଂ ମାନବ ଜୀବନର ପବିତ୍ର ମୂଲ୍ୟକୁ ସ୍ୱୀକାର କଲେ। ମନୁଷ୍ୟ ଈଶ୍ୱରଙ୍କ ପ୍ରତିମୂର୍ତ୍ତିରେ ନିର୍ମିତ। ଏହି ସତ୍ୟ ଉପରେ ସେ ନ୍ୟାୟକୁ ପ୍ରତିଷ୍ଠିତ କଲେ। ସେ ପ୍ରତିଜ୍ଞା କଲେ ଯେ ଜଳ ପ୍ଲାବନ ଦ୍ୱାରା ପୃଥିବୀକୁ କେବେ ହେଲେ ବିନାଶ କରିବେ ନାହିଁ ଏବଂ ସମସ୍ତ ପ୍ରାଣୀଙ୍କ ସହିତ ଏହି ଚିରସ୍ଥାୟୀ ନିୟମର ପ୍ରଦାନ କଲେ। ଆମେ ଏହା ମଧ୍ୟ ଦେଖିଲୁ ଯେ ଜଳ ପ୍ଲାବନ ପରେ ବି ପାପ ଜାରି ରହିଲା। ଯେପରିକି ନୋହ ମଦ୍ୟପାନ କରି ପତିତ ହେଲେ, ଯାହା ଆମକୁ ମାନବୀୟ ଦୁର୍ବଳତା ବିଷୟରେ ମନେ ପକାଇ ଦିଏ। ତଥାପି ଈଶ୍ୱରଙ୍କ ଉଦ୍ଦେଶ୍ୟ ଅନୁଗ୍ରହ, ଶିକ୍ଷା ଏବଂ ବିଶ୍ୱସ୍ତ ପ୍ରତିଜ୍ଞା ମାଧ୍ୟମରେ ଆଗକୁ ବଢ଼ିଲା। ଆଜିର ଅଧ୍ୟୟନରେ ଆମେ ଜାଫେତଙ୍କ ପୁତ୍ରଗଣ, ହାମଙ୍କ ପୁତ୍ରଗଣ ଏବଂ ସେମଙ୍କ ପୁତ୍ରଗଣଙ୍କ ବିଷୟରେ ଅଧ୍ୟୟନ କରିବା ଏବଂ ତାପରେ ବାବିଲ ଦୁର୍ଗ ନିର୍ମାଣର ବିବରଣୀ ଆଡ଼କୁ ଆଗେଇବା। ତେବେ ଆସନ୍ତୁ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିବା। ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ ନମସ୍କାର। ଆଜିର ଏହି ଶୁଭ ଅବସରରେ ୱାର୍ଡ ରିସାଉଣ୍ଡସ୍ ଟୁଡେ ଆନୁକୂଲ୍ୟରେ ଆୟୋଜିତ ଓଡ଼ିଆ ବାଇବଲ ଅଧ୍ୟୟନ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଅଛି। ଆଜି ଆମେ ଆଉ ଏକ ନୂଆ ଅଧ୍ୟାୟକୁ ଅଧ୍ୟୟନ କରିବାକୁ ଯିବା। ତାହା ହେଲା ଆଦି ପୁସ୍ତକ 10 ପର୍ବ ତାର 1 ପଦରୁ 11 ପର୍ବ ତାର 3 ପଦର ଶେଷ ଯାଏ। ଅଧ୍ୟାୟ 10। ପ୍ରସଙ୍ଗ ଜେପତଙ୍କ ସନ୍ତାନ, ହାମଙ୍କ ସନ୍ତାନ, ସେମଙ୍କ ସନ୍ତାନ। ଏହା ବଂଶାବଳୀ ଏବଂ ପରିବାରର ଗୁଡ଼ିକର ଅଧ୍ୟାୟ, ଯାହା ପୃଥିବୀର ବିଭିନ୍ନ ଜାତିର ଉତ୍ପତ୍ତି ଅଟେ। ମୁଁ ଏହାକୁ ଯେତିକି ଗୁରୁତ୍ୱ ସ୍ଥାନ ଦେଉଛି, ଏହି ଅଧ୍ୟାୟଟି ପ୍ରକୃତରେ ତାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ମାନବ ଜାତି ବିଜ୍ଞାନ ଓ ମାନବ ଶାସ୍ତ୍ର ଇତିହାସ ଜାଣିବା ଉପରେ ଯଦି ଆପଣଙ୍କର ଆଗ୍ରହ ଅଛି, ତେବେ ଆପଣ ଏଠାରେ ଥିବା ତଥ୍ୟ ଅପେକ୍ଷା ଅଧିକ ଗଭୀର ଅଧ୍ୟୟନ କରିବାକୁ ଚାହିଁପାରନ୍ତି। ଏଚ୍.ଏସ୍. ମିଲର, ଯାହାଙ୍କର ମାନବ ଜାତି ବିଜ୍ଞାନ ଓ ମାନବ ଶାସ୍ତ୍ର ଉପରେ ମାଷ୍ଟର ଡିଗ୍ରୀ ଥିଲା, ସେ ଆଦି ପୁସ୍ତକର ପର୍ବକୁ ଆଧାର କରି ବିଭିନ୍ନ ଜାତିର ଉତ୍ପତ୍ତିର ଏକ ଚିତ୍ର ପ୍ରସ୍ତୁତ କରିଛନ୍ତି। ସେଥିରେ ମାନବ ପରିବାରକୁ ନୋହଙ୍କ 3 ପୁଅଙ୍କ ଅନୁସାରେ 3ଟି ଭାଗରେ ବିଭକ୍ତ କରିଛନ୍ତି: ହାମ, ସେମ ଏବଂ ଜେଫତ। ମାନବ ଜାତି ବିଜ୍ଞାନ ଓ ମାନବ ଶାସ୍ତ୍ର ଏହା ସ୍ପଷ୍ଟ କରେ ଯେ ଜେଫତ କିମ୍ବା ହାମ ପୁତ୍ରମାନେ କେବେ ମଧ୍ୟ ସେମାନଙ୍କ ଅନ୍ତର୍ଭୁକ୍ତ ନୁହନ୍ତି, ଯାହାକୁ କିଛି ଲୋକ ଇସ୍ରାଏଲର ହଜିଯାଇଥିବା 10ଟି ବଂଶ ବୋଲି କହିଥାନ୍ତି। ଏହି 10 ପର୍ବରେ ନୋହଙ୍କ 3 ପୁତ୍ରଙ୍କର ବଂଶାବଳୀ ଦେଖୁ। ଆଦି ପୁସ୍ତକ 10 ପର୍ବ ତାର 1 ପଦରେ ଲେଖା ଅଛି, ସେମ, ହାମ, ଜେଫତ ନାମକ ନୋହଙ୍କର ପୁତ୍ରମାନଙ୍କ ବଂଶାବଳୀ ଏହି। ଜଳପ୍ଲାବନ ଉତ୍ତାରେ ସେମାନଙ୍କର ଏହି ସମସ୍ତ ସନ୍ତାନ ଜନ୍ମିଥିଲେ। ପ୍ରଥମେ ଆମେ ଜେଫତଙ୍କ ବଂଶାବଳୀ 2-5ରେ ଦେଖୁ। ତାପରେ ହାମଙ୍କ ବଂଶାବଳୀ 6-20 ପଦରେ ଦେଖୁ, ଯେଉଁମାନେ ଆରମ୍ଭରୁ ଅତି
ପ୍ରତିଷ୍ଠିତ ବ୍ୟକ୍ତି ଥିଲେ ଏବଂ ଶେଷରେ ସେମ୍ଙ୍କ ବଂଶାବଳୀ 21ରୁ 32 ପଦରେ ଲେଖା ଅଛି। ଲକ୍ଷ୍ୟ କରନ୍ତୁ ଯେ ସମ୍ପୂର୍ଣ୍ଣ ବାଇବଲରେ ଈଶ୍ୱର ଏହି ସମାନ ଧାରା ଅନୁସରଣ କରିଥିବା ଦେଖୁ। ସେ ପ୍ରଥମେ ପ୍ରତ୍ୟାଖ୍ୟାନ କରାଯାଇଥିବା ବଂଶ ବିଷୟରେ ସୂଚନା ଦିଅନ୍ତି, ତାପରେ ସେହି ବିଷୟକୁ ସମ୍ପୂର୍ଣ୍ଣ ରୂପେ ବାହାର କରିଦିଅନ୍ତି ଏବଂ ତାହାକୁ ଆଉ କେବେ ଉଲ୍ଲେଖ କରନ୍ତି ନାହିଁ। ଶେଷରେ ସେ ସେହି ସ୍ୱୀକୃତିପ୍ରାପ୍ତ ବଂଶ ବିଷୟରେ ବର୍ଣ୍ଣନା କରିଛନ୍ତି, ଯେଉଁ ବଂଶ ଆଗକୁ ଯାଇ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମର କାରଣ ସାଜିବ। ଜେଫଥଙ୍କ ସନ୍ତାନମାନେ ଆଦି ପୁସ୍ତକ 10 ପର୍ବ ତାର 2 ପଦରେ ଆମେ ଦେଖିବାକୁ ପାଉଁ। ଗୋମର ଓ ମାଗୋଗ ଓ ମାଦୟ ଓ ଜବନ ଓ ତୁବଲ ଓ ମେଶକ ଓ ତିରସ ଏମାନେ ଜେଫଥଙ୍କର ସନ୍ତାନ। H.S. ମିଲରଙ୍କ ଚାର୍ଟ ଅନୁଯାୟୀ ସ୍ତିତିଆନ୍, ସ୍କାବ, ରୁଷୀୟ, ବୁଲଗେରିଆନ୍, ବୋହେମିଆନ୍, ପୋଲସ୍, ସ୍ଲୋଭାକ୍ ଏବଂ କ୍ରୋଏସିଆନ୍ ଲୋକମାନେ ମାଗୋଗ ବଂଶରୁ ଆସିଛନ୍ତି। ଭାରତୀୟ ଏବଂ ଇରାନୀୟ ଲୋକ ଯଥା ମିଡ୍ସ, ପାର୍ସୀ, ଆଫଗାନୀ ଏବଂ କୁର୍ଦ ଲୋକମାନେ ସମସ୍ତେ ମାଦୟ ବଂଶରୁ ଆସିଛନ୍ତି। ଜବନରୁ ଗ୍ରୀକ୍, ରୋମାନ ଏବଂ ରୋମାନୀୟ ଜାତୀୟତା ଯଥା ଫରାସୀ, ସ୍ପେନୀୟ, ପର୍ତ୍ତୁଗାଲି, ଇଟାଲୀୟ ଲୋକମାନେ ଆସିଥିବା ଦେଖୁ। ତିରସ ବଂଶରୁ ଥ୍ରାସିଆନ୍, ଟ୍ୟୁଟନ୍ ଏବଂ ଜର୍ମାନମାନେ ଆସିଛନ୍ତି। ପରବର୍ତ୍ତୀ ସମୟରେ ସେଥିରୁ ଆମେ ପୂର୍ବ ଜର୍ମାନୀ ଏବଂ ୟୁରୋପୀୟ ଜାତି ଉତ୍ତର ଜର୍ମାନୀ ବା ସ୍କାଣ୍ଡିନେଭିଆନ୍ ଏବଂ ପଶ୍ଚିମ ଜର୍ମାନୀକୁ ଆସିଥିବା ଦେଖୁ, ଯେଉଁଥିରୁ ଉପର ଜର୍ମାନ ଏବଂ ତଳ ଜର୍ମାନ ଆସିଛନ୍ତି ଏବଂ ତାହାପରେ ଆଂଗ୍ଲେସ୍, ସାକ୍ସନ୍ସ ଏବଂ ଜୁଟ୍ସ ମାନେ ଆସିଛନ୍ତି, ଯେଉଁମାନେ କି ଆଙ୍ଗ୍ଲୋ ସାକ୍ସନ୍ ଜାତି ଅର୍ଥାତ୍ ଇଂରାଜୀ ଲୋକ ଅଟନ୍ତି। ମୁଁ ସମ୍ପୂର୍ଣ୍ଣ ଚାର୍ଟ ବିଷୟରେ କହିପାରିବି ନାହିଁ, କିନ୍ତୁ ଏହା ଅତି ମନୋହର ଅଧ୍ୟୟନ। ଆପଣ ଲକ୍ଷ୍ୟ କରିବେ ଯେ ଆମେ ସମସ୍ତେ ସେହି ବଂଶଧରର। ହାମ୍ଙ୍କ ସନ୍ତାନମାନେ ଆଦି ପୁସ୍ତକ 10 ପର୍ବ ତାର 6 ପଦରେ ଲେଖା ଅଛି। କୁଶ ଓ ମିଶର ଓ ପୁଟ ଓ କିଣାନ ଏମାନେ ହାମ୍ର ସନ୍ତାନ। ଆପଣ ଦେଖିପାରୁଥିବେ ଯେ ହାମ୍ଙ୍କର ଅନ୍ୟ ପୁତ୍ରମାନେ ମଧ୍ୟ ଥିଲେ, କିନ୍ତୁ ଅଭିଶାପ କେବଳ କିଣାନ ଉପରେ ଥିଲା। ଏହା ଅନ୍ୟମାନଙ୍କ ଉପରେ କାହିଁକି ନଥିଲା, ସେ ବିଷୟରେ କହିବାକୁ ମୁଁ ପ୍ରସ୍ତୁତ ନୁହେଁ। କିଣାନଙ୍କ ଠାରୁ ହିଁ ଫିନିସୀୟ, ହିତୀୟ, ଜିବୁସୀୟ, ଆମୋରୀୟ, ଗିର୍ଗାସୀୟ ଏବଂ ହିବ୍ଦୀୟ ସମସ୍ତ ବଂଶର ସୃଷ୍ଟି ହୋଇଥିଲା। ହାମ୍ଙ୍କ ପୁତ୍ର କୁଶଙ୍କଠାରୁ ଆଫ୍ରିକୀୟମାନେ ଇଥିଓପୀୟ, ମିଶରୀୟ, ଲିବାନୀୟ ଗୋଷ୍ଠୀ ଜନ୍ମ ହୋଇଥିଲେ। ଆପଣ ଦେଖିପାରୁଥିବେ ଯେ ଏହି ସମସ୍ତ ଜାତିଗୁଡ଼ିକ ହେଉଛନ୍ତି ହମାତୀୟ। ବର୍ତ୍ତମାନ ଆମ ପାଖରେ କୁଶଙ୍କର ଜଣେ ପୁତ୍ରଙ୍କର ବିଷୟରେ କିଛି ବିସ୍ତୃତ ବିବରଣୀ ରହିଛି। ଆଦି ପୁସ୍ତକ 10 ପର୍ବ ତାର 8 ଏବଂ 9 ପଦରେ ଆମେ ତାହା ଦେଖିବାକୁ ପାଉଁ। ନିମ୍ରୋଦ କୁଶର ପୁତ୍ର। ସେ ପୃଥିବୀ ମଧ୍ୟରେ ପରାକ୍ରମୀ ହେବାକୁ ଲାଗିଲା। ସେ ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରାନ୍ତ ବ୍ୟାଧ ହେଲା। ଏଣୁ ଲୋକମାନେ ଏପର୍ଯ୍ୟନ୍ତ ଏହି ଦୃଷ୍ଟାନ୍ତ କହନ୍ତି, ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରାନ୍ତ ବ୍ୟାଧ ନିମ୍ରୋଦ ତୁଲ୍ୟ। ସେ ପୃଥିବୀ ମଧ୍ୟରେ ପରାକ୍ରମୀ ହେବାକୁ ଲାଗିଲା। ସେ ଏକ ବିଶାଳ ବିଶ୍ୱ ସାମ୍ରାଜ୍ୟର ଶାସକ ହେବାକୁ ଚାହୁଁଥିଲେ ଏବଂ ସେ ଏଥିପାଇଁ ଚେଷ୍ଟା ମଧ୍ୟ କରିଥିଲେ। ସେ ସଦାପ୍ରଭୁଙ୍କର ସାକ୍ଷାତରେ ପରାକ୍ରାନ୍ତ ବ୍ୟାଧ ହେଲା। ଏହାର ଅର୍ଥ ନୁହେଁ ଯେ ସେ ଜଣେ ବନ୍ୟ ପଶୁ ଶିକାରୀ ଥିଲେ। ଯଦି ଜଣେ ଛୋଟ ପିଲାକୁ ଏକ ଏୟାର ଗନ୍ ଦିଆଯାଏ ଏବଂ ଯେତେବେଳେ ସେ ବାହାରକୁ ଯାଇ ଗୋଟିଏ ଘର ଚଟିଆକୁ ଗୁଳି କରେ, ତାଙ୍କ ପରିବାରର ଲୋକେ କୁହନ୍ତି, ୱାଃ, ଦେଖ, ସେ ଜଣେ ଛୋଟ ନିମ୍ରୋଦ। ସେ ଗୋଟିଏ ଘର ଚଟିଆକୁ ମାରିଦେଲା। କିନ୍ତୁ ନିମ୍ରୋଦ ଆଫ୍ରିକାରେ ଘର ଚଟିଆକୁ କିମ୍ବା ବନ୍ୟ ପଶୁ ଶିକାର କରୁ ନଥିଲେ।
ସେ ମଣିଷର ଆତ୍ମାର ଶିକାର କରୁଥିଲେ। ଏହି ଅନୁଚ୍ଛେଦର ମୂଳ ଚିନ୍ତାଧାରା ତାହା ହିଁ ଅଟେ। ଆଦି ପୁସ୍ତକ 10 ପର୍ବ ତାର 10 ପଦରେ ଲେଖା ଅଛି। ପୁଣି ସିନିୟର ଦେଶରେ ବାବିଲ ଓ ଏରକ ଓ ଅକକଦ ଓ କଲୋନି ଏହିସବୁ ନଗର ତାହାର ପ୍ରଥମ ରାଜ୍ୟ ହେଲା। ସେ ମହାନ ଦେଶ ସିନିୟର ନିର୍ମାତା ଥିଲେ। ନିମ୍ରୋଦଙ୍କ ବିଷୟରେ ଏକ ସୁନ୍ଦର କାହାଣୀ ଅଛି, ଯାହାକୁ ଆପଣ ଧର୍ମ ନିରପେକ୍ଷ ଇତିହାସରୁ ପାଇପାରିବେ। ଆଲେକଜାଣ୍ଡାର ହିସଲପ୍ ତାଙ୍କ ପୁସ୍ତକ ଦ ଟୁ ବେବିଲୋନରେ ଏହାର ପୃଷ୍ଠଭୂମି ବିଷୟରେ ଲେଖିଛନ୍ତି, ଯାହାକୁ ମୁଁ ଏଠାରେ ପୁଣି ଥରେ କହିବାକୁ ଯାଉନାହିଁ। କିନ୍ତୁ ବାବିଲ ଗଡ଼ ପାଇଁ ନିମ୍ରୋଦ କିପରି ଦାୟୀ ଥିଲେ ତାହା ଏକ ଅତ୍ୟନ୍ତ ଆକର୍ଷଣୀୟ କାହାଣୀ। ଜଳପ୍ଳାବନ ପରେ ମାନବ ଜାତିକୁ ଏକାଠି କରି ଏକ ରାଷ୍ଟ୍ର ଗଠନ କରିବାକୁ ସେ ହିଁ ଚେଷ୍ଟା କରିଥିଲେ, ଯେପରି ସେ ନିଜେ ବିଶ୍ୱ ଶାସକ ହୋଇପାରିବେ। ସେ ଜଣେ ବିଦ୍ରୋହୀ ବାବିଲର ପ୍ରତିଷ୍ଠାତା ଏବଂ ମଣିଷର ଆତ୍ମାର ଶିକାରୀ ଥିଲେ। ସେ ଜଣେ ଆଇନ ଅମାନ୍ୟକାରୀ ବ୍ୟକ୍ତି ଥିଲେ ଏବଂ ସେ ହେଉଛନ୍ତି ଭବିଷ୍ୟତର ଶେଷ ବିଶ୍ୱ ଶାସକ ଭଣ୍ଡ ଖ୍ରୀଷ୍ଟଙ୍କର ଏକ ପ୍ରତିରୂପ, ଯିଏକି ଏପର୍ଯ୍ୟନ୍ତ ଆବିର୍ଭାବ ହୋଇନାହାନ୍ତି। ତେଣୁ ପ୍ରଥମ ମହାନ ସଭ୍ୟତା ହାମଙ୍କ ପୁତ୍ରମାନଙ୍କ ମଧ୍ୟରୁ ହିଁ ଆସିଥିଲା। ଆମକୁ ଏହା ସ୍ୱୀକାର କରିବାକୁ ହେବ। ଆଜିକାଲି ଆମେ ସ୍କୁଲରେ କିଛି ବର୍ଷ ପୂର୍ବେ ପଢ଼ିଥିବା ସେହି ପୁରୁଣା ଚିନ୍ତାଧାରାରେ ପଡ଼ିଯିବା ବହୁତ ସହଜ। ବର୍ତ୍ତମାନ କୃଷ୍ଣକାୟ ବ୍ୟକ୍ତି ନିଜ ଜାତି ବିଷୟରେ ଅଧିକ ଅଧ୍ୟୟନ କରିବାକୁ ଚାହୁଁଛନ୍ତି। ମୁଁ ତାଙ୍କୁ ଦୋଷ ଦେବି ନାହିଁ। ବିଗତ କିଛି ଶହ ବର୍ଷ ମଧ୍ୟରେ ତାଙ୍କୁ ସୁଯୋଗ ଦିଆଯାଇ ନାହିଁ। କୃଷ୍ଣକାୟ ବ୍ୟକ୍ତିଙ୍କ ଆରମ୍ଭର କାହାଣୀ ହେଉଛି ଯେ ସେ ଏହି ପୃଥିବୀରେ ଦେଖା ଦେଇଥିବା ପ୍ରଥମ 2ଟି ମହାନ ସଭ୍ୟତାର ନେତୃତ୍ୱ ନେଇଥିଲେ। ସେମାନେ ହାମଙ୍କ ପୁତ୍ରମାନଙ୍କ ମଧ୍ୟରୁ ଥିଲେ। ନିମ୍ରୋଦ ମଧ୍ୟ ହାମଙ୍କର ଜଣେ ପୁତ୍ର ଥିଲେ। ମୁଁ ସେହି ବିଷୟକୁ ଆଉ ଅଧିକ ଆଗକୁ ବଢ଼ାଇବାକୁ ଚାହେଁ ନାହିଁ। ଆମେ ପବିତ୍ର ଆତ୍ମାଙ୍କ ଦ୍ୱାରା କରାଯାଇଥିବା ଶୈଳୀକୁ ଅନୁସରଣ କରୁଛୁ, ଯେଉଁଥିରେ ସେ ପ୍ରଥମେ ପ୍ରତ୍ୟାଖ୍ୟାନ ବଂଶାବଳୀ ବିଷୟରେ କୁହନ୍ତି ଏବଂ ତାପରେ ତାକୁ ସେଇଠି ଛାଡ଼ି ଦିଅନ୍ତି। ବର୍ତ୍ତମାନ ଆମେ ସେହି ବଂଶାବଳୀ ଆଡ଼କୁ ଯିବା, ଯାହା ଅବ୍ରାହ୍ମଙ୍କ ପାଖକୁ ଏବଂ ତାପରେ ଇସ୍ରାଏଲ ଜାତି ପାଖକୁ ଏବଂ ଶେଷରେ ଏହି ପୃଥିବୀ ଖ୍ରୀଷ୍ଟଙ୍କର ଆଗମନ ଆଡ଼କୁ ନେଇଯିବ। ତାପରେ ଇସ୍ରାଏଲ ଜାତି ପାଖକୁ ଏବଂ ଶେଷରେ ଏହି ପୃଥିବୀ ଖ୍ରୀଷ୍ଟଙ୍କ ଆଗମନ ଆଡ଼କୁ ନେଇଯିବ। ପୁରାତନ ନିୟମରେ ଆମେ ଏହି ବଂଶାବଳୀକୁ ହିଁ ଦେଖିବାକୁ ପାଉଁ। ଈଶ୍ୱର ଅବଶିଷ୍ଟ ମାନବ ଜାତିରେ କିଛି କହୁନାହାନ୍ତି, କିନ୍ତୁ ପରବର୍ତ୍ତୀ ସମୟରେ ସେ ପୁଣି ସେମାନଙ୍କ ପାଖକୁ ଫେରିବେ। ସାଫିରଙ୍କ ପୁସ୍ତକ ଦ ଡିଭାଇନ୍ ୟୁନିଟି ଅଫ୍ ସ୍କ୍ରିପ୍ଚରରୁ ଏକ ଉକ୍ତି ଉଦ୍ଧୃତ କରି କହିବି। ଆଦି ପୁସ୍ତକର 10 ପର୍ବ ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ। ଈଶ୍ୱର ବିଭିନ୍ନ ଗୋଷ୍ଠୀର ଲୋକମାନଙ୍କୁ ସେମାନଙ୍କ ନିଜ ଉପରେ ଛାଡ଼ି ଦେଇଥିବା ଦେଖୁଁ, ଯେପରି ସେମାନେ ନିଜେ ନିଜର ଦାୟିତ୍ୱ ନେବେ ଏବଂ ଅବ୍ରାହ୍ମଙ୍କ ଠାରୁ ଆରମ୍ଭ କରି ନିଜର ମନୋନୀତ ଇସ୍ରାଏଲ ଲୋକମାନଙ୍କ ସହିତ ସମ୍ପର୍କ ରଖିବା ପୂର୍ବରୁ ସେ ପୃଥିବୀର ସମସ୍ତ ଜାତିମାନଙ୍କ ଠାରୁ ଏକ ପ୍ରେମପୂର୍ଣ୍ଣ ବିଦାୟ ନେଉଛନ୍ତି। ଏହା କହିବାର ଅର୍ଥ ହେଉଛି, ମୁଁ କିଛି ସମୟ ପାଇଁ ତୁମମାନଙ୍କୁ ଛାଡ଼ି ଯାଉଛି, କିନ୍ତୁ ମୁଁ ତୁମମାନଙ୍କୁ ଭଲ ପାଏ। ମୁଁ ତୁମମାନଙ୍କୁ ସୃଷ୍ଟି କରିଛି। ମୁଁ ତୁମମାନଙ୍କର ସମସ୍ତ ଭବିଷ୍ୟତ ବିଷୟ ନିର୍ଦ୍ଧାରଣ କରିଛି। ଏବଂ ଠିକ୍ ତାହା ବିଭିନ୍ନ ବଂଶାବଳୀ ବିଷୟରେ କହିବା ସମୟରେ ଦେଖୁଁ। 10 ପର୍ବରେ 70ଟି ଗୋଷ୍ଠୀର ତାଲିକା ଦିଆଯାଇଛି। ସେମାନଙ୍କ ମଧ୍ୟରୁ 14ଟି ଗୋଷ୍ଠୀ ଜେଫତଙ୍କ ବଂଶରୁ, 30ଟି ଗୋଷ୍ଠୀ ହାମଙ୍କ ବଂଶରୁ ଆସିଅଛି। ଏହା ଭୁଲନ୍ତୁ ନାହିଁ। ଏହା ଆପଣଙ୍କୁ କୃଷ୍ଣକାୟ ଲୋକଙ୍କ ଆରମ୍ଭ ବିଷୟରେ ଏକ ଭିନ୍ନ ଧାରଣା ଦେବ। ଏବଂ 26ଟି ଗୋଷ୍ଠୀ ସେମଙ୍କ ବଂଶରୁ ଆସିଅଛି, ଯାହାକୁ ମିଶାଇ ଏହି ବଂଶାବଳୀରେ ସମୁଦାୟ 70ଟି ଗୋଷ୍ଠୀର ତାଲିକା ଦିଆଯାଇଅଛି। ମୋର ମନେ ହୁଏ
ଯେ ଈଶ୍ୱର ପୃଥିବୀର ବିଭିନ୍ନ ଜାତିମାନଙ୍କ ସହିତ ସେ କ'ଣ କରୁଛନ୍ତି ତାହା ଆମକୁ ଦେଖାଉଛନ୍ତି। ଆମ ସମୟରେ ଧଳା ବର୍ଣ୍ଣର କାହିଁକି ଏତେ ପ୍ରମୁଖ ସ୍ଥାନରେ ଅଛନ୍ତି? ସେଥିର କାରଣ ମୁଁ ଆପଣଙ୍କୁ କହୁଛି। କାରଣ ଆରମ୍ଭ ସମୟରେ କୃଷ୍ଣକାୟ ଲୋକମାନେ ଏବଂ ଅନ୍ୟାନ୍ୟ ରଙ୍ଗର ଲୋକମାନେ ହିଁ ପ୍ରମୁଖ ଥିଲେ। ତାପରେ ଦାଉଦ ଏବଂ ସଲୋମନଙ୍କ ସମୟରେ ସେମ୍ଙ୍କ ପୁତ୍ରମାନେ ଏହି ପୃଥିବୀ ଉପରେ ଏକ ପ୍ରଭୁତ୍ୱ ବିସ୍ତାର କରିଥିଲେ। ଏବଂ ଆପଣ ଲକ୍ଷ୍ୟ କରିବେ ଯେ ସେମ୍ଙ୍କ ବଂଶରୁ ସିରିଆ, ଲୁଦିୟ ଏବଂ ଅମନୀୟ ଏବଂ ଯକ୍ତନଙ୍କ ଠାରୁ ଆରବୀୟମାନେ ଆସିଥିଲେ। ଏହାପରେ ଏହିସବୁ ମହାନ ଜାତିଗୁଡ଼ିକର ଆବିର୍ଭାବ ହୋଇଥିଲା। ବୋଧହୁଏ ବର୍ତ୍ତମାନ ଆମେ ଏପରି ଏକ ସମୟରେ ଅଛୁ ଯେଉଁଠାରେ ଧଳାବର୍ଣ୍ଣ ଲୋକମାନେ ସମ୍ମୁଖକୁ ଆସିଅଛନ୍ତି। ମୋତେ ଲାଗୁଛି ଯେ ଏହି 3 ଜଣ ହାମ୍, ସେମ୍ ଏବଂ ଜେଫତଙ୍କ ବଂଶଧର ପ୍ରମାଣିତ କରୁଛନ୍ତି ଯେ ସେମାନେ ହାମ୍ଙ୍କ ପୁତ୍ର ହୁଅନ୍ତୁ କି ସେମ୍ଙ୍କ ପୁତ୍ର କିମ୍ବା ଜେଫତଙ୍କ ପୁତ୍ର, ସେମାନେ ଏହି ପୃଥିବୀକୁ ଶାସନ କରିବାରେ ଅସମର୍ଥ। ମୁଁ ବିଶ୍ୱାସ କରେ ଯେ ଈଶ୍ୱର ଆମ ନିକଟରେ ଏହା ପ୍ରକାଶ କରୁଛନ୍ତି ଏବଂ ଏହାକୁ ବୁଝିବା ଏକ ବଡ଼ ବିଷୟ। ସେମ୍ଙ୍କ ସନ୍ତାନଗଣ ଆଦି ପୁସ୍ତକ 10 ପର୍ବ ତାର 21 ପଦରେ ଲେଖା ଅଛି। ଜେଫତ ଜ୍ୟେଷ୍ଠ ଭ୍ରାତା ସେମ୍ର ମଧ୍ୟ ସନ୍ତାନ ସନ୍ତତି ଥିଲେ, ଅର୍ଥାତ୍ ସେ ଏବରର ସନ୍ତାନମାନଙ୍କ ଆଦି ପୁରୁଷ ଥିଲା। ଆଦି ପୁସ୍ତକ 10 ପର୍ବ ତାର 25 ପଦରେ ଲେଖା ଅଛି। ଏହି ଏବରର 2 ପୁତ୍ର, ଏକର ନାମ ପେଲଗ ବା ବିଭାଗ, କାରଣ ସେହି ସମୟରେ ପୃଥିବୀ ବିଭକ୍ତ ହେଲା। ତାହାର ଭ୍ରାତାର ନାମ ଯକ୍ତନ। ପୂର୍ବରୁ ବାଇବଲର ଅଧ୍ୟୟନରେ ଏହି ପଦଟିକୁ ପଢ଼ିବା ସମୟରେ ପୃଥିବୀ ବିଭକ୍ତ ହୋଇଥିଲା କହିଲେ ପ୍ରକୃତରେ କ'ଣ ବୁଝାଏ? ସେ ବିଷୟରେ ମୁଁ ବିଭିନ୍ନ ବିଷୟ ଚିନ୍ତା କରୁଥିଲି, ଯେପରିକି ପୃଥିବୀର କୌଣସି ଭୌତିକ ବିଭାଜନକୁ ବୁଝାଉଛି କିମ୍ବା ପୃଥିବୀ କୌଣସି ଏକ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପ୍ରିୟ ବନ୍ଧୁ, ମୋଶା ଏଠାରେ କେବଳ ପରବର୍ତ୍ତୀ ଅଧ୍ୟାୟର ପୂର୍ବାଭାସ ଦେଉଛନ୍ତି, ଯେଉଁଥିରେ ସେ ବାବିଲଗଡ଼ ବିଷୟରେ ବର୍ଣ୍ଣନା କରୁଛନ୍ତି। ସେହି ସମୟରେ ହିଁ ପୃଥିବୀ ବିଭକ୍ତ ହୋଇଥିଲା ଭାଷା ଏବଂ ଜାତି ଅନୁସାରେ। ମୁଁ କହିପାରେ ଯେ ଏହି ସରଳ ବ୍ୟାଖ୍ୟାଟିକୁ ହିଁ ଅନେକ ଲୋକ ବୁଝିପାରନ୍ତି ନାହିଁ, କିନ୍ତୁ ଆମେ ଏହାକୁ ଭୁଲ ବୁଝିବା ଉଚିତ ନୁହେଁ। ବର୍ତ୍ତମାନ ଏହି ପର୍ବର ଶେଷ ପଦ ପ୍ରତି ଦୃଷ୍ଟି ଦେବା। ଆଦି ପୁସ୍ତକ 10 ପର୍ବ ତାର 32 ପଦରେ ଲେଖା ଅଛି, ଆପଣା ଆପଣା ଗୋଷ୍ଠୀରେ ସେମାନଙ୍କ ବଂଶାବଳୀ ଅନୁସାରେ ଏମାନେ ନୋହଙ୍କର ସନ୍ତାନ ଗଣର ବଂଶ ଥିଲେ। ପୁଣି ଜଳପ୍ଳାବନ ଉତ୍ତାରେ ଏମାନଙ୍କଠାରୁ ଉତ୍ପନ୍ନ ନାନା ଗୋଷ୍ଠୀ ପୃଥିବୀରେ ବିଭକ୍ତ ହେଲେ। ମୁଁ ଆପଣଙ୍କୁ ଜଣାଇବାକୁ ଚାହୁଁଛି ଯେ ଏହା ବାଇବଲର ଏକ ମହାନ ପର୍ବ। ଯଦିଓ ଆମେ ଏ ପର୍ବ ପାଇଁ ବହୁତ କମ୍ ସ୍ଥାନ ଦେଇଛୁ, ଯେଉଁମାନେ ପ୍ରକୃତରେ ମାନବ ପରିବାରର ନିରପେକ୍ଷ ମୂଲ୍ୟାଙ୍କନ ଚାହାନ୍ତି, ସେମାନଙ୍କ ପାଇଁ ଏହା କେତେ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ହୋଇପାରିବ ତାହା ଆପଣ ଦେଖିପାରିବେ। ଅନେକ ଲୋକ ଏହି ଉଲ୍ଲେଖନୀୟ ଅଧ୍ୟାୟକୁ ସେହି ଉଦ୍ଦେଶ୍ୟରେ ଅଧ୍ୟୟନ କରିଥିବା ଦେଖୁ। ଅଧ୍ୟାୟ 11 ପ୍ରସଙ୍ଗ ବାବିଲଗଡ଼ ନିର୍ମାଣ। ସେମ୍ଙ୍କ ଠାରୁ ଅବ୍ରାହ୍ମଙ୍କ ପର୍ଯ୍ୟନ୍ତ ବାବିଲଗଡ଼ର ନିର୍ମାଣ। ଆଦି ପୁସ୍ତକ 11 ପର୍ବ ତାର 1 ପଦରେ ଲେଖା ଅଛି, ପୂର୍ବେ ସମୁଦାୟ ପୃଥିବୀରେ ଏକ ଭାଷା ଓ ଏକ ରୂପ ଉଚ୍ଚାରଣ ଥିଲା। ସେହି ସମୟରେ ଲୋକମାନେ କେଉଁ ଭାଷାରେ କଥାବାର୍ତ୍ତା କରୁଥିଲେ ତାହା ମୁଁ ଜାଣେ ନାହିଁ। ମୋର ଜଣେ ବନ୍ଧୁ ଯିଏକି ଜଣେ ଟେକ୍ସାସର ଲୋକ ଥିଲେ ଏବଂ ଟେକ୍ସାସର ଜଣେ ପ୍ରବଚକ ଥିଲେ, ସେ ମଜା କରୁ କରୁ ଜଣେ ପାଳକକୁ କହିଲେ, ବୋଧହୁଏ ଆପଣ ଏବଂ ମୁଁ ହିଁ କେବଳ 2 ଜଣ ବ୍ୟକ୍ତି ଯିଏ ଜାଣୁ ଯେ ବାବିଲଗଡ଼ ପୂର୍ବରୁ ଲୋକେ କେଉଁ ଭାଷା କହୁଥିଲେ, କାରଣ ସେଇଟା ଟେକ୍ସାନ ଭାଷା ଥିଲା। ସତ କହିବାକୁ ଗଲେ ମୁଁ ଏହି ଶେଷରେ ପହଞ୍ଚିଛି ଯେ ତାହା ହୁଏତ ଅନ୍ୟ କିଛି ହୋଇଥାଇପାରେ। ସେହି ଭାଷାଟି କ'ଣ ଥିଲା
ତାହା ଆମେ ଆଦୌ ଜାଣୁନାହୁଁ। ମୋର ବିଶ୍ୱାସ ଯେ ସେହି ଭାଷା ଯାହା ବି ହୋଇଥାଉ ନା କାହିଁକି ସ୍ୱର୍ଗରେ ସେହି ଭାଷା ହିଁ ବୋଲାଯିବ ଏବଂ ତାହା ଆଜିର ଭାଷା ତୁଳନାରେ ଅଧିକ ଉନ୍ନତ ହେବ, ଯେଉଁଥିରେ ଅଧିକ ନିର୍ଦ୍ଦିଷ୍ଟ ବିଶେଷ୍ୟ କ୍ରିୟା ଏବଂ ବିଶେଷଣ ରହିବ। ଆଦି ପୁସ୍ତକ 11 ପର୍ବ ତାର 2 ପଦରେ ଲେଖା ଅଛି, ଆଉ ଘଟଣାକ୍ରମେ ଲୋକମାନେ ପୂର୍ବ ଦିଗରେ ଭ୍ରମଣ କରୁ କରୁ ସିନିୟର ଦେଶରେ ଏକ ପ୍ରାନ୍ତର ପାଇଁ ସେଠାରେ ବସତି କଲେ। ଲୋକମାନେ ପୂର୍ବ ଦିଗରେ ଭ୍ରମଣ କରୁ କରୁ ଲକ୍ଷ୍ୟ କରନ୍ତୁ ଯେ ପୂର୍ବ ଦିଗରୁ ଥିଲା। ମାନବ ଜାତି ବୋଧହୁଏ ପଶ୍ଚିମ ଦିଗକୁ ଗତି କରୁଥିଲେ। ସେମାନେ ସିନିୟର ଦେଶରେ ଏକ ସମତଳ ଭୂମି ପାଇଲେ, ଯାହାକି ଟାଇଗ୍ରିସ୍ ୟୁଫ୍ରେଟିସ୍ ଉପତ୍ୟକାରେ ଅବସ୍ଥିତ। ଆଦି ପୁସ୍ତକ 11 ପର୍ବ ତାର 3 ପଦରେ ଲେଖା ଅଛି, ଅନନ୍ତର ସେମାନେ ପରସ୍ପର କହିଲେ, ଆସ ଆମ୍ଭେମାନେ ଇଟା ବନାଇ ଉତ୍ତମ ରୂପେ ପୋଡ଼ିଦେଉ। ତହିଁରେ ଇଟା ସେମାନଙ୍କର ପ୍ରସ୍ତର ସ୍ୱରୂପ ଓ ମାଟିଆ ତେଲ ସେମାନଙ୍କର ଚୂନ ସ୍ୱରୂପ ହେଲା। ସେହି ଅଞ୍ଚଳରେ ପଥର ମିଳୁନଥିଲା, ତେଣୁ ସେମାନେ ଇଟା ତିଆରି କଲେ। ଏହା ସେମାନଙ୍କର ଅଟ୍ଟାଳିକା ଗୁଡ଼ିକର ମଜବୁତ ହେବା ବିଷୟରେ କିଛି ସୂଚନା ଦିଏ। ଆଜି ମଧ୍ୟ ଘର ତିଆରି ପାଇଁ ଇଟା ଏକ ଲୋକପ୍ରିୟ ଜିନିଷ। ସବୁ ବ୍ୟବହୃତ ହେଉଛି, ତଥାପି ସେହି ସମୟରେ ବାବିଲଗଡ଼ ନିର୍ମାଣ ପାଇଁ ହିଁ ଏହା ହିଁ ବ୍ୟବହାର କରାଯାଇଥିଲା। ଏହାର ଆବଶ୍ୟକତା ଥିଲା। ମୁଁ ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଆଜି ତ ଆମ ସମୟ ଶେଷ ହେଲାଣି। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଆପଣଙ୍କ ସହିତ ସାକ୍ଷାତ ହେବ। ଆପଣଙ୍କ ଠାରୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର ପ୍ରେମିକ ଦୟାଳୁ ସ୍ୱର୍ଗସ୍ଥ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଅଛୁ। ଆଜିର ସୁନ୍ଦର ବାକ୍ୟ ଦ୍ୱାରା ଆମମାନଙ୍କୁ ତୁମେ କଥା କହିଅଛ। ଆଜିର ଅଧ୍ୟୟନରେ ଆମମାନଙ୍କୁ ତୁମେ ତୁମର ଉପସ୍ଥିତି ମଧ୍ୟକୁ ଆସିବା ପାଇଁ ସାହାଯ୍ୟ କଲ। ଆଜି ଆମେ ବାବିଲଗଡ଼ ନିର୍ମାଣ ବିଷୟରେ ପ୍ରଭୁ ଆମେ ଅଧ୍ୟୟନ କରିଛୁ। ସେହି ମହାନ ବିଷୟକୁ ବୁଝିବା ନିମନ୍ତେ ଆମମାନଙ୍କୁ ତୁମେ ସାହାଯ୍ୟ କର। ଆମ ପ୍ରିୟ ଦର୍ଶକ ଭାଇମାନଙ୍କୁ ତୁମେ ଆଶୀର୍ବାଦ କର। ସମସ୍ତଙ୍କର ଯତ୍ନ ତତ୍ତ୍ୱ ତୁମେ ନିଅ। ଗୌରବ ସମ୍ଭ୍ରମ କେବଳ ତୁମକୁ ଦେଇ ଯୀଶୁଙ୍କ ନାମରେ ଏହି ପ୍ରାର୍ଥନା ମାଗୁଅଛୁ, ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ତୁମେ ମନ ଖୋଲି କହିଦିଅ ଥରେ, ଯୀଶୁ ମୋର ସବୁ କିଛି। ତୁମ ପାପ ପାଇଁ ପ୍ରାଣ ଦେଇ ଗଲେ, କାଲବରୀ ତାର ସାକ୍ଷୀ। ମନର ଆଖିରେ ଦେଖିନି ଥରେ, କୃଷର କରୁଣ ଛବି। ପାପ ପାଇଁ ତୁମ ତାଙ୍କରି ଶରୀର ରକ୍ତରେ ଗଲା ଭିଜି। ତୁମ ପାପ ରୂପ ଗରଳ ଯେତେକ ପାନ କଲେ ହସି ହସି।
ରହିଛି କି ମନେ ସେଇ ବଳିଦାନ ପାଇଁ ମଣିଷ ପାଇଁ କି ଆଜି ଯାଏ ପରା ଏମିତି କେ ମୁଁ ଆଶା କରେ ଆଜିର ଅଧ୍ୟୟନ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ ଏବଂ ଈଶ୍ୱରଙ୍କ ବାକ୍ୟରୁ ଆପଣ ଆଶୀର୍ବାଦ ପ୍ରାପ୍ତ ହୋଇଥିବେ। ଆଜିର ଅଧ୍ୟୟନରୁ ଆମେ ଶିଖିଲୁ ଯେ ଜଳପ୍ଲାବନ ପରେ ମାନବ ଜାତି ନହଙ୍କ 3 ପୁତ୍ର ଜାଫେତ, ହାମ ଏବଂ ସେମଙ୍କ ବଂଶଧରଙ୍କ ମାଧ୍ୟମରେ ସମଗ୍ର ପୃଥିବୀରେ ବ୍ୟାପିଗଲେ ଏବଂ ଈଶ୍ୱରଙ୍କ ସାର୍ବଭୌମ ପରିକଳ୍ପନା ଅନୁଯାୟୀ ବିଭିନ୍ନ ଜାତି ଗଠନ କଲେ। ଆଦି ପୁସ୍ତକ 10ମ ଅଧ୍ୟାୟ ଆମକୁ ଦର୍ଶାଏ ଯେ ଈଶ୍ୱର କିପରି ଯତ୍ନର ସହିତ ପରିବାର ଏବଂ ଜାତିଗୁଡ଼ିକର ସୀମା ନିର୍ଦ୍ଧାରଣ କରିଥିଲେ। ଅନ୍ୟ ପକ୍ଷରେ ଆଦି ପୁସ୍ତକ 11 ଅଧ୍ୟାୟ ପ୍ରକାଶ କରେ ଯେ ଯଦିଓ ସେତେବେଳେ ମାନବ ଜାତି ଗୋଟିଏ ଭାଷା ଦ୍ୱାରା ଏକଜୁଟ ଥିଲେ, କିନ୍ତୁ ସେମାନଙ୍କର ସେହି ଏକତା ଗର୍ବ ଏବଂ ବିଦ୍ରୋହ ଦ୍ୱାରା ପରିଚାଳିତ ଥିଲା। ବାବିଲ ଦୁର୍ଗ ନିର୍ମାଣର ପ୍ରୟାସ ଈଶ୍ୱରଙ୍କ ଠାରୁ ସ୍ୱାଧୀନ ରହିବାର ମାନବୀୟ ଇଚ୍ଛା ଏବଂ ଈଶ୍ୱରଙ୍କ ଇଚ୍ଛା ଆଗରେ ସମର୍ପଣ କରିବା ପରିବର୍ତ୍ତେ ନିଜକୁ ଶ୍ରେଷ୍ଠ ପ୍ରତିପାଦିତ କରିବାରେ ମନୋଭାବକୁ ଦର୍ଶାଇଥିଲା। ଏହାର ପ୍ରତିକ୍ରିୟାରେ ଈଶ୍ୱର ସେମାନଙ୍କ ଭାଷା ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରି ସେମାନଙ୍କୁ ପୃଥିବୀର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ କରିଦେଲେ। ଏହା ଆମକୁ ମନେ ପକାଇ ଦିଏ ଯେ ପ୍ରକୃତ ଏକତା, ଉଦ୍ଦେଶ୍ୟ ଏବଂ ସୁରକ୍ଷା କେବଳ ଈଶ୍ୱରଙ୍କ ଆଜ୍ଞାବହତା ମାଧ୍ୟମରେ ହିଁ ମିଳିଥାଏ। ଯେହେତୁ ଈଶ୍ୱର ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ନିଜର ମୁକ୍ତିଦାୟକ କାର୍ଯ୍ୟ ଆରମ୍ଭ କରୁଛନ୍ତି, ସେ ପର୍ଯ୍ୟନ୍ତ ଆଶୀର୍ବାଦିତ ରୁହନ୍ତୁ ଏବଂ ତାଙ୍କ ବାକ୍ୟ ଅନୁଯାୟୀ ଜୀବନ ଯାପନ କରନ୍ତୁ। ଆଜିର ଅଧ୍ୟୟନରେ ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ ଥାଏ ତେବେ ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ରହିଲୁ, ନମସ୍କାର। ଗତ ପ୍ରଶ୍ନର ଉତ୍ତରଟି ହେଉଛି ସି 3ଟି। ଆଜିର ପ୍ରଶ୍ନଟି ହେଉଛି ନିମ୍ରୋଦ କାହାର ପୁତ୍ର ଥିଲେ? ଏ ସେମ୍, ବି ଜାଫେତ, ସି ହାମ୍, ଡି କୌଣସିଟି ନୁହେଁ। এই ପ୍ରଶ୍ନର ଉତ୍ତର ଆସନ୍ତାକାଲି ସନ୍ଧ୍ୟା 6ଟା ମଧ୍ୟରେ ଅପସନ୍ ଏ, ବି, ସି, ଡି ମଧ୍ୟରୁ ସଠିକ୍ ଉତ୍ତର ବାଛି ଆପଣଙ୍କ ନାମ ଓ ସମ୍ପୂର୍ଣ୍ଣ ଠିକଣା ସହିତ 9777221415 ଫୋନ୍ ନମ୍ବରରେ SMS କିମ୍ବା ହ୍ୱାଟ୍ସଆପ୍ ଦ୍ୱାରା ଜଣାଇବାକୁ ଅନୁରୋଧ। ଯଦି ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଭଲ ଲାଗୁଛି ତେବେ 044490812996ରେ ମିସ୍ଡ କଲ୍ ଦେଇ ବିଜୟୀ ହୋଇପାରିବେ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ଗଜପତିରୁ ବିଲିଗ୍ରାମ ସାନନାୟକ ପରିବାର।